ବନ୍ଧୁଗଣ, ଠାକୁର କେବେ ଆମକୁ କଷ୍ଟ ଦେବା ପାଇଁ ନିୟମ ଲେଖି ନାହାନ୍ତି। ସେ ଆମକୁ ସୁସ୍ଥରେ ବଞ୍ଚାଇ ରଖିବା ପାଇଁ ସଦାଚାର ପାଳନର ବିଧି ଦେଇଛନ୍ତି। ସ୍ୱାସ୍ଥ୍ୟର ସୂତ୍ର ହେଲା ସଂଯମ, ସୁଚିତା, ସ୍ୱାତ୍ବିକତା। ଏସବୁ ଆମ ପାଇଁ ଆଦେଶ ନୁହେଁ, ଏଗୁଡ଼ିକ ଠାକୁରଙ୍କ ଦୟାଭରା ସତର୍କବାଣୀ। ତେବେ ଆସନ୍ତୁ ସହଜ ସରଳ ଭାବେ ବୁଝିବାକୁ ଚେଷ୍ଟା କରିବା ଆଜିର ସ୍ୱାସ୍ଥ୍ୟ ସଦାଚାରର ସୂତ୍ରରୁ ବାଣୀ ସଂଖ୍ୟା 8। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ରୋଗରେ ପଡ଼ି ଆରୋଗ୍ୟ ହେବା ଅପେକ୍ଷା ପ୍ରତିଷେଧ ଢେର ଭଲ। ଅର୍ଥାତ୍ ରୋଗ ଯେପରି ନ ହୁଏ ତାହା ହିଁ କରିବା ଭଲ। ତାହା କେବଳ ରୋଗରେ ନୁହେଁ, ଅକଲ୍ୟାଣକର ଯାହା କିଛି ତାହା ବେଳରେ ମଧ୍ୟ। ଏହାକୁ ଅତି ସହଜ ସରଳ ଭାବରେ ବୁଝିବାକୁ ଗଲେ, ରୋଗରେ ପଡ଼ି ତାହାପରେ ଆରୋଗ୍ୟ ପାଇଁ ଧାଉଁଥିବା ଲୋକଟି ରୋଗ ଯେପରି ନ ହୁଏ ସେହି ପଥକୁ ଗ୍ରହଣ କରିବା, ଏହା ହେଉଛି ଜୀବନ ବୃଦ୍ଧିର ପରିପକ୍ୱତା। ଏହି ମହାମୂଲ୍ୟବାନ ଭକ୍ତିରେ ଠାକୁରଙ୍କ ଗଭୀର ଜୀବନ ଦର୍ଶନ ପ୍ରକାଶିତ ହୋଇଛି। ସେ କେବଳ ଶାରୀରିକ ରୋଗକୁ ନୁହେଁ, ମାନସିକ, ନୈତିକ ଓ ଆଧ୍ୟାତ୍ମିକ ଅକଲ୍ୟାଣକୁ ମଧ୍ୟ ଏହି ନୀତିରେ ବୁଝାଇଛନ୍ତି। ତାଙ୍କ ଭାବରେ ଜୀବନ ହେଉଛି ଏକ ଅମୂଲ୍ୟ ସମ୍ପଦ। ଏହାକୁ ରକ୍ଷା କରିବା ହିଁ ଆମର ପ୍ରଥମ ଧର୍ମ। ଶ୍ରୀ ଶ୍ରୀ ଠାକୁରଙ୍କ ଭାବବାଣୀରେ ଜୀବନର ମୂଳ ଲକ୍ଷ୍ୟ ହେଉଛି ବଞ୍ଚିବା ଓ ବଢ଼ିବା। ବଢ଼ିବା ମାନେ କେବଳ ଶ୍ୱାସ ନେବା ନୁହେଁ, ସୁସ୍ଥ ରହି ଉତ୍କର୍ଷରେ ଆଗେଇ ଯିବା। ଯେତେବେଳେ ମଣିଷ ଅସାବଧାନ ଚଳନ, ଅନିୟମିତ ଆହାର, ଅଶୁଚି ଆଚରଣ, ଅନୁଶାସନହୀନ ଜୀବନ ପଦ୍ଧତିକୁ ଅନୁସରଣ କରେ, ସେତେବେଳେ ରୋଗ ତାଙ୍କ ଦ୍ୱାରକୁ ଖଟଖଟାଏ। ଏହିପରି ଅବସ୍ଥାରେ ଚିକିତ୍ସା କରିବା ଦରକାର ହୁଏ, କିନ୍ତୁ ତାହା ହେଉଛି ପରିହାର ନୁହେଁ, ଏକ ପ୍ରାୟଶ୍ଚିତ ମାତ୍ର। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଯଦି ଆମେ ଆଗରୁ ସଚେତନ ହେବା, ନିୟମିତ ସଦାଚାର ପାଳନ କରିବା, ତେବେ ଯାଇ ରୋଗ ପ୍ରବେଶର ଅବକାଶ ହିଁ ମିଳିବ ନାହିଁ। ରୋଗ ପ୍ରତିଷେଧ କେବଳ ଔଷଧରେ ସମ୍ଭବ ନୁହେଁ ବନ୍ଧୁଗଣ। ଏହା ସମ୍ଭବ ସଠିକ୍ ଚିନ୍ତାଧାରା ନେଇ, ଶୁଦ୍ଧ ଆହାର ଦେଇ, ନିୟମିତ ବ୍ୟବହାର ଓ ଭକ୍ତିମୟ ଚେତନାରେ ରହି। ଠାକୁରଙ୍କ ଦୃଷ୍ଟିରେ ମଣିଷ ଏକ ଏକତ୍ର ସତ୍ତା, ଶରୀର, ମନ ଓ ଆତ୍ମାର ସମନ୍ୱୟ ନେଇ। ଯଦି ମନ ବିକୃତ ହୁଏ, ଶରୀର ମଧ୍ୟ ବିକୃତିରେ ପଡ଼େ। ତେଣୁ ସେ ଭାବ ଶୁଦ୍ଧିକୁ ବଡ଼ ମହତ୍ତ୍ୱ ଦେଇଛନ୍ତି। ଦେଶ, ଈର୍ଷା, ଅନିୟନ୍ତ୍ରିତ ଭୋଗ ବାସନା ଏସବୁ ମନର ରୋଗ, ଯାହା ଶେଷରେ ଶରୀରକୁ ମଧ୍ୟ ଆକ୍ରାନ୍ତ କରେ। ତେଣୁ ପ୍ରତିଷେଧ ମାନେ ମନକୁ ସଠିକ୍ ଦିଗରେ ଧାରଣ କରିବା। ଠାକୁରଙ୍କ ଭାବଭକ୍ତିର ମୂଳ ହେଉଛି ଇଷ୍ଟାଶ୍ରୟ। ଯେତେବେଳେ ମଣିଷ ଇଷ୍ଟଙ୍କୁ କେନ୍ଦ୍ର କରି ଚିନ୍ତା ଓ ଚଳନ କରେ, ସେତେବେଳେ ତାଙ୍କ ଜୀବନରେ ଏକ ଶୃଙ୍ଖଳା ଆସେ। ସେ ଜାଣେ କ'ଣ କରିବା ଉଚିତ, କ'ଣ କରିବା ଅନୁଚିତ। ଏହି ସଚେତନତା ହିଁ ପ୍ରତିଷେଧର ପ୍ରଥମ ପଦକ୍ଷେପ। ଯେଉଁଠି ଅନିୟମିତତା ନାହିଁ, ସେଠି ରୋଗ ନାହିଁ। ଯେଉଁଠି ଅସଦାଚାର ନାହିଁ, ସେଠି ଅକଲ୍ୟାଣ ବି ନାହିଁ। ଏହି ନୀତି କେବଳ ଶାରୀରିକ ସ୍ୱାସ୍ଥ୍ୟରେ ସୀମିତ ନୁହେଁ ବନ୍ଧୁଗଣ, ସମାଜ ଜୀବନରେ ମଧ୍ୟ ଏହା ପ୍ରାଚୁର୍ଯ୍ୟ। ଯଦି ଛୋଟ ଭୁଲକୁ ଆମେ ଆରମ୍ଭରୁ ରୋକି ନଥାଉ, ସେଇ ଭୁଲଟି ପରେ ବଡ଼ ଅପରାଧରେ ପରିଣତ ହୁଏ। ଯଦି ଛୋଟ ଅନୁଶାସନହୀନତାକୁ ଅଣଦେଖା କରିଦେଉ, ସେଇଥିରୁ ବଡ଼ ବିପର୍ଯ୍ୟୟ ଜନ୍ମ ନିଏ। ତେଣୁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି ବାରମ୍ବାର, ଅକଲ୍ୟାଣକର ଯାହା କିଛି ତାହାକୁ ଆରମ୍ଭରୁ ଦୂରେଇ ରଖ। ଏହା ହେଉଛି ସତ୍ୟ ସଚେତନତା। ଭକ୍ତିର ଅର୍ଥ ଠାକୁରଙ୍କ ଦୃଷ୍ଟିରେ କେବଳ ଭାବ ବିଭୋଳତା ନୁହେଁ ବନ୍ଧୁଗଣ, ଏହା ହେଉଛି ଜୀବନକୁ ଇଷ୍ଟମୟ କରି ଚଳନ କରିବା। ଯେତେବେଳେ ଭକ୍ତ ନିଜ ଶରୀରକୁ ଇଷ୍ଟଙ୍କ ଦିଆ ଦାୟିତ୍ୱ ବୋଲି ମନେ କରେ,
ତାକୁ ମାନେ ସେତେବେଳେ ସେ ତାହାକୁ ଅବହେଳା କରିପାରେନି। ଅନିୟମିତ ଜୀବନ, ଅଶୁଚି ଆଚରଣ, ଅତି ଭୋଗ ବିଳାସ ଇଏ ସବୁ ହେଉଛି ଇଷ୍ଟଦ୍ରୋହ ସମାନ। ତେଣୁ ଭକ୍ତ ହେଉଛି ସବୁଠାରୁ ବଡ଼ ପ୍ରତିଷେଧକାରୀ। ସେ ଆଗରୁ ସଚେତନ ହୁଏ, ନିଜକୁ ସଂଯମ କରେ ଓ ନୀତିରେ ଅଟୁଟ ରୁହେ। ପ୍ରତିଷେଧର ଅର୍ଥ ଭୟରେ ବଞ୍ଚିବା ନୁହେଁ ବନ୍ଧୁଗଣ, ଏହା ହେଉଛି ବୁଦ୍ଧିରେ ବଞ୍ଚିବା। ଯେମିତି ଗଛକୁ ନିୟମିତ ଜଳ ଓ ସେଚନ ଦିଆଯାଏ, ତେବେ ରୋଗ ଧରେ ନାହିଁ, ସେମିତି ମଣିଷ ଯଦି ନିଜ ଜୀବନକୁ ସଦାଚାର, ନିୟମ ଓ ଭକ୍ତିରେ ସଚେତନ କରେ, ତେବେ ଅକଲ୍ୟାଣ ତାଠାରେ ଆସିବାକୁ ସାହସ କରେ ନାହିଁ। ଠାକୁରଙ୍କ ଶିକ୍ଷା ଆମକୁ ଏହି ସଜାଗତା ଦେଇଥାଏ ଯେ ପ୍ରଥମେ ସଠିକ୍ ହୁଅ ନିଜେ, ପରେ ସଫଳତା ତୁମ ପାଖ ଆସିବ। ଆମେ ଦେଖୁଛୁ ଆଜିର ସମାଜରେ ଅନେକ ଲୋକ ଅସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ମୂଲ୍ୟ ବୁଝନ୍ତି, କିନ୍ତୁ ଠାକୁରଙ୍କ ଭାବଧାରା ଏହା ନୁହେଁ। ସେ କହିଛନ୍ତି ସୁସ୍ଥ ରହିବାର ଆଚରଣ ହିଁ ସଦାଚାର। ଯଦି ଆମେ ସଦାଚାରକୁ ଆଗରୁ ଗ୍ରହଣ କରିବା, ତେବେ ରୋଗ ଆସିବା ପୂର୍ବରୁ ଦୂରେଇ ଯିବ। ଏହା ହେଉଛି ତାଙ୍କର ସତ୍ୟ ପ୍ରତିଜ୍ଞା। ଅତଏବ ରୋଗରେ ପଡ଼ି ଆରୋଗ୍ୟ ହେବାଠାରୁ ପ୍ରତିଷେଧ ଢେର ଭଲ। ଏହା କେବଳ ଶାରୀରିକ ନୀତି ନୁହେଁ ବନ୍ଧୁଗଣ, ଏହା ହେଉଛି ଜୀବନ ଦର୍ଶନ। ଠାକୁରଙ୍କ ଭାବଭକ୍ତି ଆମକୁ ଏଇଆ ଶିଖାଏ, ଜୀବନକୁ ସଂରକ୍ଷଣ କରି ରଖିବା, ନୀତିରେ ଅଟୁଟ ରହିବା, ଇଷ୍ଟାଶ୍ରୟୀ ହେଇ ଚଳିବା। ତେବେ ରୋଗ ଓ ଅକଲ୍ୟାଣ ଆମକୁ ଛୁଇଁ ପାରିବ ନାହିଁ। ପ୍ରତିଷେଧ ହେଉଛି ସତ୍ୟ ଭକ୍ତିର ପ୍ରକାଶକୁ ଉଜାଗର କରିବା, ସଚେତନ ଜୀବନର ପ୍ରମାଣ ଓ ଉତ୍କର୍ଷର ପ୍ରଥମ ସିଡ଼ି। ହଁ ବନ୍ଧୁଗଣ, ଆଜିର ଏହି ବୁଝେଇବା ପ୍ରଣାଳୀଟି ଆପଣଙ୍କୁ ଭଲ ଲାଗିଥିଲେ ଆମକୁ ଜୟଗୁରୁ ଲେଖି ଜଣାନ୍ତୁ ଓ ଆମର ଏହି ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ତେବେ ଆସନ୍ତୁ ଆଜି ଏଇଠି ରହିବା, କାଲି ଠିକ୍ ଏହି ସମୟରେ ଆଉ ଗୋଟିଏ ସୁନ୍ଦର ବିଷୟଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟଗୁରୁ, ବନ୍ଦେ ପୁରୁଷୋତ୍ତମମ୍।